ଘନ ଜଙ୍ଗଲ, ଅନ୍ଧାର ରାତି, ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ସମଗ୍ର ପରିବେଶକୁ ଭୟଙ୍କର କରିଦେଇଥିଲା। ପର୍ବତ ତଳେ ଏକ ଛୋଟ କୁଡ଼ିଆ ଥିଲା, ଯେଉଁଠାରେ ଜଣେ ବୃଦ୍ଧ ଋଷି ଧ୍ୟାନରେ ମଗ୍ନ ଥିଲେ। ବାହାରର କୋଳାହଳ ପ୍ରତି ଅଜ୍ଞ ଥିଲେ ଏବଂ କବରର ଗଭୀରତାକୁ ଖସି ଯାଇଥିଲା। ତାପରେ ହଠାତ୍ ଦ୍ୱାରରେ ଜୋରରେ ଠକ୍ ଠକ୍ ଶବ୍ଦ ହେଲା। ଠକ୍ ଠକ୍ ଶବ୍ଦ। ସାଧୁଙ୍କ ଏକାଗ୍ରତା ଭାଙ୍ଗିଗଲା। ଏତେ ବିଳମ୍ବିତ ସମୟରେ କିଏ ହୋଇପାରେ? ସେ ଦ୍ୱାର ଖୋଲି ଦେଖିଲେ ଗୋଟିଏ ଝିଅ ଠିଆ ହୋଇଥିଲା। ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା ଏବଂ ଥଣ୍ଡାରେ ଥରୁଥିଲା। ତାର ନିଶ୍ୱାସ ଭାରୀ ହେଉଥିଲା। ତାଙ୍କ ଓଠ ନୀଳ ଥିଲା ଏବଂ ଆଖି ଭୟରେ ପୂର୍ଣ୍ଣ ଥିଲା। ତାଙ୍କ ପୋଷାକ ମଧ୍ୟ ତାଙ୍କ ଶରୀରରେ ଲାଗି ରହିଥିଲା, ଯାହା ଯୋଗୁଁ ତାଙ୍କ ଶରୀର ରେଖା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ସାଧୁ କଠୋର ସ୍ୱରରେ ପଚାରିଲେ, ତୁମେ କିଏ? ଏତେ ରାତିରେ ଜଙ୍ଗଲରେ କ'ଣ କରୁଛ? ଝିଅଟି ଥରି ଥରି କଣ୍ଠରେ କହିଲା, ବାବା, ଦୟାକରି ମୋତେ ସାହାଯ୍ୟ କରନ୍ତୁ। କିଛି ଲୋକ ମୋତେ ପିଛା କରୁଛନ୍ତି। ସେମାନେ ମୋତେ ମାରିଦେବେ। ସନ୍ନ୍ୟାସୀ ଆଉ କୌଣସି ପ୍ରଶ୍ନ ପଚାରିଲେ ନାହିଁ। ସେ ଦ୍ୱାର ଖୋଲି ଝିଅଟିକୁ ଭିତରକୁ ଛାଡ଼ିଦେଲେ। ଝିଅଟି ଥଣ୍ଡାରେ ଥରି ଉଠିଥିଲା। ଋଷି ତାଙ୍କର ଗଦର୍ଭ ପୋଷାକର ଏକ ଅଂଶ ତାଙ୍କ ଆଡ଼କୁ ବଢ଼ାଇ କହିଲେ, ଝିଅ, ତୁମେ ଏହାକୁ ପିନ୍ଧିବା ଉଚିତ। ଝିଅଟି ଏହାକୁ ଧୀରେ ଧରି ତାର ଥରିଥିବା ଶରୀରକୁ ଘୋଡ଼ାଇ ଦେଲା। ସାଧୁ ଚୁଲିରେ କାଠ ରଖି ହାଲକା ନିଆଁ ଜାଳିଦେଲେ। ଗୋଲାପୀ ହୋଇ କୁଡ଼ିଆ ସାରା କୋମଳ ଉଷ୍ମତା ବ୍ୟାପିଗଲା। ଏବେ ସେ ଝିଅଟିକୁ ଭଲ ଭାବରେ ଦେଖିବାକୁ ଲାଗିଲେ। ତାଙ୍କ ଆଖିରେ ଯନ୍ତ୍ରଣା ଥିଲା, କିଛି ଅବ୍ୟକ୍ତ ଗୁପ୍ତ ଅର୍ଥ ଥିଲା। ଋଷି ଗମ୍ଭୀର ସ୍ୱରରେ ପଚାରିଲେ, ତୁମେ କିଏ ଏବଂ ତୁମ ପଛରେ କିଏ ଅଛି ମୋତେ କୁହ। ଝିଅଟି ଏକ ଦୀର୍ଘ ନିଶ୍ୱାସ ନେଇ ଧୀରେ କହିଲା, ମୁଁ ଗାଁ ମୁଖିଆଙ୍କ ଝିଅ। ମୋ ବାପା ମା ଆଉ ଏହି ଦୁନିଆରେ ନାହାନ୍ତି। ସେ ଯିବା ପରଠାରୁ ଗାଁର କିଛି ଲୋକ ମୋତେ ଖରାପ ଆଖିରେ ଦେଖିବା ଆରମ୍ଭ କରିଛନ୍ତି। ସେମାନେ ଯେ କୌଣସି ମୂଲ୍ୟରେ ମୋତେ ଚାହାନ୍ତି। ସେମାନେ ଆଜି ରାତିରେ ମୋତେ ଧରିବାକୁ ଚେଷ୍ଟା କଲେ, କିନ୍ତୁ ମୁଁ ଖସି ପଳାଇବାରେ ସଫଳ ହେଲି। ସନ୍ନ୍ୟାସୀ କିଛି ସମୟ ପାଇଁ ଚିନ୍ତା କଲେ। ତାଙ୍କ ଆଖିରେ ବିରକ୍ତି ଥିଲା, କିନ୍ତୁ ତାଙ୍କ ଭିତରେ ମଧ୍ୟ ଅଶାନ୍ତି ଥିଲା। ବର୍ଷ ବର୍ଷ ଧରି ଧ୍ୟାନ ତାଙ୍କୁ ସମ୍ବେଦନଶୀଳ କରିଥିଲା ଏବଂ ଆଜି ପ୍ରଥମ ଥର ପାଇଁ ତାଙ୍କ ସାମ୍ନାରେ ଏପରି ଜଣେ ଥିଲେ ଯିଏ ତାଙ୍କୁ ବୁଝିପାରୁଥିଲେ। ଯୋଗ୍ୟ, ଯୋଗ୍ୟ, ତୁମେ ଏଠାରେ ସୁରକ୍ଷିତ ଅଛ, ସନ୍ନ୍ୟାସୀ କହିଲେ। ଝିଅଟି ତାଙ୍କ ଆଖିକୁ ଚାହିଁଲା। ସେମାନେ କଠୋର ଥିଲେ, କିନ୍ତୁ ତାଙ୍କର ଏକ ଅବ୍ୟକ୍ତ ଗୁପ୍ତ କଥା ମଧ୍ୟ ଥିଲା। ରାତି ବିତି ଯାଉଥିଲା କୋମଳତା କୁଡ଼ିଆ ଭିତରେ। କେବଳ ତୁମର ହାଲକା ଆଲିଙ୍ଗନ ଏବଂ ବାହାରେ ବର୍ଷାର ଶବ୍ଦ ଥିଲା। ସନ୍ନ୍ୟାସୀ ଆଖି ବନ୍ଦ କରିଦେଲେ, କିନ୍ତୁ ତାଙ୍କ ମନ ଅସ୍ଥିର ହୋଇଗଲା। ଝିଅଟି ଧୀରେ ଧୀରେ କହିଲା, ବାବା, ମୁଁ ବହୁତ ଏକୁଟିଆ। ତାଙ୍କ ସ୍ୱର ଏକ ମଧୁର ଫୁସ୍ଫୁସ୍ ଭଳି ଥିଲା। ସନ୍ନ୍ୟାସୀ ଆଖି ଖୋଲିଲେ ଏବଂ ଝିଅଟିର ଗଭୀର ଆଖି ତାଙ୍କୁ ଚାହିଁ ରହିଲା। ଝିଅଟି ଧୀରେ ଧୀରେ ତାଙ୍କ ପାଖକୁ ଚାଲିଗଲା। ଜଣେ ସାଧୁ ମଧ୍ୟ କ'ଣ ପ୍ରେମ କରିପାରିବେ? ସେ ଧୀରେ ପଚାରିଲେ। ସନ୍ନ୍ୟାସୀଙ୍କ ଭିତରେ ଝଡ଼ ଉଠୁଥିଲା। ବର୍ଷ ବର୍ଷର କଠୋରତା ଏବଂ ସଂଯମତା କ୍ଷଣ ହୋଇଗଲା ପରି ମନେ ହେଉଥିଲା। ଝିଅଟି ଧୀରେ ଧୀରେ ତାର ଓଦା ସାର୍ଟ କାଢ଼ିଦେଲା। ତାର ନକଲ ହୋଇଥିବା ସ୍ତନକୁ ପ୍ରକାଶ କଲା। ସେ ସନ୍ନ୍ୟାସୀଙ୍କ ହାତ ତାଙ୍କ ମୁହଁ ଉପରେ ରଖି ଫୁସ୍ଫୁସ୍ କରି କହିଲେ, କେତେବେଳେ ଆତ୍ମନିୟନ୍ତ୍ରଣ ମଧ୍ୟ ଭାଙ୍ଗିଯାଏ। ସନ୍ନ୍ୟାସୀ ଆଉ ନିଜକୁ ସଂଯମ କରିପାରିଲେ ନାହିଁ। ବର୍ଷ ବର୍ଷର କଠୋରତା ଏବଂ ସଂଯମର କାଠଗୁଡ଼ିକ ଗୋଟିଏ ମୁହୂର୍ତ୍ତରେ ଭାଙ୍ଗି ପଡ଼ିଲା। ଏବେ ସେ ତାଙ୍କ ଆଖିରେ କେବଳ ତାଙ୍କ ସାମ୍ନାରେ ଠିଆ ହୋଇଥିବା ଝିଅଟିର ପ୍ରତିଛବି ଦେଖିପାରୁଥିଲେ। ତାଙ୍କର ମନ ବିଚଳିତ ହେଲା ଏବଂ ତାଙ୍କର ନିଶ୍ୱାସ ତୀବ୍ର ହେଲା। ବର୍ଷ ବର୍ଷର କଠିନ ପରିଶ୍ରମ ଗୋଟିଏ ମୁହୂର୍ତ୍ତରେ ଧୂଳିସାତ୍ ହୋଇଗଲା। ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ଶରୀର ତାଙ୍କ କଥା ଶୁଣିବାକୁ ମନା କରିଦେଲା। ତାଙ୍କ ଆଖି ବନ୍ଦ ହୋଇଗଲା ଏବଂ ସେ ଅନୁଭବ କଲେ ଯେ ତାଙ୍କର ସମସ୍ତ ତପସ୍ୟା ଏବେ ବ୍ୟର୍ଥ ହୋଇଯାଇଛି। ତାଙ୍କ ମନରେ କେବଳ ଗୋଟିଏ ଇଚ୍ଛା ଥିଲା। ଝିଅଟି ପାଣିକୁ ତା ପାଖକୁ ନେଇ ଧୀରେ ଧୀରେ ତା ଓଠ ଉପରେ ତା ଓଠ ରଖିଲା। ଝିଅଟି ଧୀରେ ତାକୁ ଚୁମ୍ବନ ଦେଲା, ନିକଟତର ହୋଇ ତା ଓଠକୁ ଛୁଇଁଲା। ତାଙ୍କର ସ୍ପର୍ଶ ଏତେ କୋମଳ ଏବଂ ମଧୁର ଥିଲା ଯେ ସନ୍ନ୍ୟାସୀଙ୍କ ଶରୀରରେ ଏକ ଅଦ୍ଭୁତ ଉଷ୍ମତା ବ୍ୟାପିଗଲା। ତାଙ୍କର ନିଶ୍ୱାସ ବନ୍ଦ ହୋଇଗଲା ଏବଂ ସେ ଅନୁଭବ କଲେ ଯେ ସେ ଆଉ ତାଙ୍କ ଶରୀର ଉପରେ ନିୟନ୍ତ୍ରଣ ରଖିନାହାନ୍ତି। ସନ୍ନ୍ୟାସୀ ଝିଅଟିର କଟି ଧରି ତାକୁ ନିଜ ପାଖକୁ ଟାଣିନେଲେ। ସେ ନିଜକୁ ଅଟକାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ବିଫଳ ହେଲେ।
ଝିଅଟିର କଟି ଧରି ତାକୁ ନିଜ ପାଖକୁ ଟାଣି ଆଣିଲେ। ସେମାନଙ୍କ ମଧ୍ୟରେ ଦୂରତା ହ୍ରାସ କଲେ ଏବଂ ଦୁହେଁ ପରସ୍ପରର ନିକଟତର ହେଲେ। ତାଙ୍କ ହାତ ତାଙ୍କ ପଛପଟକୁ ଖସିଗଲା ଏବଂ ସେମାନଙ୍କ ମଧ୍ୟରେ ଚୁମ୍ବନ ଆହୁରି ଗଭୀର ହୋଇଗଲା। ଝିଅଟିର ନିଶ୍ୱାସ ଦ୍ରୁତ ହୋଇଗଲା ଏବଂ ସନ୍ନ୍ୟାସୀଙ୍କ ହାତ ତାଙ୍କ ପିଠି ଉପରେ ସୁଗମ ଭାବରେ ଚାଲିଗଲା। ସେମାନଙ୍କ ଶରୀର ପରସ୍ପରର ନିକଟତର ହେବା ସହିତ ସେମାନଙ୍କ ମଧ୍ୟରେ ଚୁମ୍ବନ ଅଧିକ ଉତ୍ସାହପୂର୍ଣ୍ଣ ହୋଇଗଲା ଏବଂ ସେମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲା। ସନ୍ନ୍ୟାସୀଙ୍କ ହାତ ଝିଅଟିର ପଛ ପାଖରୁ ତାଙ୍କ ଅଣ୍ଟାକୁ ଗଲା। ସେ ତାଙ୍କୁ ପାଖକୁ ଟାଣି ଆଣି ସେମାନଙ୍କ ମଧ୍ୟରେ ସ୍ଥାନ ଖୋଲିଦେଲେ। ଶାରୀରିକ ସମ୍ପର୍କ ଗଭୀର ହେଲା। ଝିଅଟି ତାଙ୍କ ବେକରେ ତାଙ୍କ ହାତ ଗୁଡ଼ାଇଲା ଏବଂ ସେମାନଙ୍କ ମଧ୍ୟରେ ଚୁମ୍ବନ ଆହୁରି ଉତ୍ସାହଜନକ ହୋଇଗଲା। ସେମାନଙ୍କ ଶରୀର ପରସ୍ପରର ନିକଟତର ହୋଇଗଲା ଏବଂ ସେମାନଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଲା। ସେମାନଙ୍କ ଚାରିପାଖରେ ପରିବେଶ ଏବେ ଉଷ୍ମତାରେ ପରିପୂର୍ଣ୍ଣ ହୋଇଗଲା। ସେମାନଙ୍କ ଶରୀର ମିଶିଗଲା ଏବଂ ସେମାନଙ୍କର ନିଶ୍ୱାସ ଦ୍ରୁତ ହେଲା। ସେମାନଙ୍କ ମଧ୍ୟରେ ପ୍ରେମ ଆହୁରି ଦୃଢ଼ ହୋଇଛି ଏବଂ ସେମାନେ ପରସ୍ପର ଭିତରେ ହଜିଗଲେ। ସକାଳ ହେବା ମାତ୍ରେ ସନ୍ନ୍ୟାସୀ ଆଖି ଖୋଲିଲେ ଏବଂ ଝିଅଟି ତାଙ୍କ ପାଖରେ ଗଭୀର ନିଦ୍ରାରେ ଶୋଇପଡ଼ିଥିଲା। ସନ୍ନ୍ୟାସୀ ଝରକା ଦେଇ ଚାହିଁଲେ। ସୂର୍ଯ୍ୟର ପ୍ରଥମ କିରଣ ଜଙ୍ଗଲକୁ ସୁନା କରି ଦେଉଥିଲା, କିନ୍ତୁ ତାଙ୍କ ଭିତରେ ଏକ ଅଦ୍ଭୁତ ଅପରାଧ ଭାବନା ଥିଲା। ମୁଁ ମୋର ଅଭ୍ୟାସକୁ ନଷ୍ଟ କରି ଦେଇଛି କି? କିନ୍ତୁ ମୋ ମନର ଗଭୀର ସ୍ଥାନରେ ଆଉ ଏକ ସ୍ୱର ପ୍ରତିଧ୍ୱନିତ ହେଉଥିଲା। ବୋଧହୁଏ ଏହା ଭାଗ୍ୟ ଥିଲା। କିଛି ମାସ ପରେ ଝିଅଟି କୁଡ଼ିଆ ବାହାରେ ଠିଆ ହୋଇଥିଲା। ତାଙ୍କ ପେଟ ଟିକିଏ ଫୁଲିବାକୁ ଲାଗିଲା। ସେ ତାଙ୍କ ହାତକୁ ବଢ଼ାଇ ଟିକିଏ ହସି କୁଡ଼ିଆକୁ ଚାହିଁଲେ। ସନ୍ନ୍ୟାସୀ ଏବେ ବି ଧ୍ୟାନ କରୁଥିଲେ, କିନ୍ତୁ ତାଙ୍କ ଆଖି ପୂର୍ବପରି ଶାନ୍ତ ନଥିଲା। ଝିଅଟି ଧୀରେ କହିଲା, ତୁମେ ଆଉ କେବଳ ଜଣେ ସନ୍ଥ ନୁହଁ, ତୁମେ ବାପା ହେବାକୁ ଯାଉଛ। ଋଷି କିଛି କଲେ ନାହିଁ। ସେ କେବଳ ଆକାଶ ଆଡ଼କୁ ଚାହିଁଲେ। ହୁଏତ ଏହା ପ୍ରକୃତିର ନିୟମ ଥିଲା। ସାଧୁଙ୍କ ଆଖି ସ୍ଥିର ଥିଲା। ଝିଅଟି ତାଙ୍କ ଉତ୍ତର ପାଇଁ ଅପେକ୍ଷା କରିଥିଲା, କିନ୍ତୁ ସାଧୁ ନୀରବ ରହିଲେ। ଏବେ କ'ଣ ହେବ ବାବା? ଝିଅଟିର କଣ୍ଠସ୍ୱରରେ ଟିକିଏ କମ୍ପନ ଥିଲା। ଋଷି ଏକ ଗଭୀର ନିଶ୍ୱାସ ନିଅନ୍ତି। ବର୍ଷ ବର୍ଷର ତପସ୍ୟା, ସଂଯମ ଏବଂ ତ୍ୟାଗ ଏବେ ଏକ ନୂତନ ମୋଡ଼ରେ ପହଞ୍ଚିଛି। ସେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ, କିନ୍ତୁ ଦୌଡ଼ି ଯାଇପାରିଲେ ନାହିଁ। ତୁମକୁ ଏଠାରୁ ଚାଲିଯିବାକୁ ପଡ଼ିବ, ସାଧୁ ଥଣ୍ଡା ସ୍ୱରରେ କହିଲେ। ଝିଅଟି ଆଶ୍ଚର୍ଯ୍ୟ ହୋଇଗଲା। ଯିବାକୁ ପଡ଼ିବ? କିନ୍ତୁ ମୁଁ ଏକୁଟିଆ ଯିବି? ସନ୍ନ୍ୟାସୀ କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲେ ଏବଂ ତାପରେ କହିଲେ, ଏହି ସ୍ଥାନ ତୁମ ପାଇଁ ସୁରକ୍ଷିତ ନୁହେଁ। ଯେଉଁମାନେ ତୁମକୁ ପିଛା କରୁଥିଲେ ସେମାନେ ଏବେ ବି ତୁମକୁ ଖୋଜିବେ। ଏବଂ ସେ ଏକ ଦୀର୍ଘ ନିଶ୍ୱାସ ନେଇଗଲେ। ମୁଁ ସବୁବେଳେ ତୁମକୁ ରକ୍ଷା ଦେଇପାରିବି ନାହିଁ। ଝିଅଟିର ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। କିନ୍ତୁ ତୁମେ ମୋ ପିଲାର ବାପା। ସନ୍ନ୍ୟାସୀ ତାଙ୍କ କଥାରେ କୌଣସି ଉତ୍ତର ଦେଲେ ନାହିଁ। ସେ ଉଠି ବାହାରକୁ ଚାହିଁଲେ। ଜଙ୍ଗଲ ଏବେ ଶାନ୍ତ ଥିଲା, କିନ୍ତୁ ତା ଭିତରେ ଏକ ଅଜଣା ଭୟ ଥିଲା। ମୁଁ ତୁମକୁ ଏକୁଟିଆ ଛାଡ଼ିପାରେ? ସନ୍ନ୍ୟାସୀ କହିଲେ ଯେ ତୁମେ ବାହାରେ ସୁରକ୍ଷିତ ରହିବ। ଝିଅଟି ଧୀରେ ଧୀରେ ମୁଣ୍ଡ ନୁଆଇଲା। ପରଦିନ ସକାଳେ ସୂର୍ଯ୍ୟ ଉଦୟ ହେବା ମାତ୍ରେ ସାଧୁ ଏବଂ ଝିଅଟି ଘନ ଜଙ୍ଗଲ ଦେଇ ଯାତ୍ରା କଲେ। ପ୍ରତ୍ୟେକ ଦିଗରେ ଉଚ୍ଚ ଗଛ ଥିଲା ଏବଂ ମଝିରେ ଏକ ରାସ୍ତା ଥିଲା। ଝିଅଟି ଗୋଟିଏ ହାତରେ ପେଟ ଧରି ଧୀରେ ଧୀରେ ଚାଲୁଥିଲା। ଆମେ କେଉଁଠି? ସେ ପଚାରିଲା। ମୁଁ ରାସ୍ତା ପାର ହୋଇଯାଉଛି। ସେଠାରେ ଏକ ଆଶ୍ରମ ଅଛି, ଯେଉଁଠାରେ ତୁମେ ଆଶ୍ରୟ ପାଇପାରିବ। ଝିଅଟି ଚୁପ୍ ରହିଲା। କିଛି ସମୟ ପରେ ଜଙ୍ଗଲରେ ପାଦ ଶବ୍ଦ ଶୁଣାଗଲା। ସାଧୁ ତୁରନ୍ତ ସତର୍କ ହୋଇଗଲେ। ଗଛ ପଛରୁ କିଛି ସହାୟକ ଯାଉଥିବା ବେଳେ ସେ ଝିଅଟିକୁ ଅଟକିବାକୁ ଇଙ୍ଗିତ କଲେ। ସେମାନେ ସେହି ଲୋକ ଥିଲେ ଯେଉଁମାନଙ୍କଠାରୁ ଝିଅଟି ପଳାଇ ଯାଇଥିଲା। ସନ୍ନ୍ୟାସୀ ତାଙ୍କର କାଠ ମାଳକୁ ଦୃଢ଼ ଭାବରେ ଧରି ହିଂସାକୁ ଏଡ଼େଇ ଦେଲେ, କିନ୍ତୁ ଆଜି ସେ ଏକ ଅଜବ ପରିସ୍ଥିତିରେ ଫସିଗଲେ। ଯାଇଥିରେ 4 ଜଣ ଲୋକ ଆଗକୁ ଆସିଥିଲେ। ତାଙ୍କ ମୁହଁରେ ରାଗ ଥିଲା। ଆମେ ଜାଣିଥିଲୁ ଯେ ତୁମେ ପଳାଇଯିବ, କିନ୍ତୁ ଆମେ କେବେ କଳ୍ପନା କରିନଥିଲୁ ଯେ ତୁମେ ଲୁଚିଯିବ। ଭୟରେ ଝିଅମାନଙ୍କ ମଧ୍ୟରୁ ଗୋଟିଏ ସନ୍ନ୍ୟାସୀଙ୍କ ପଛରେ ଲୁଚିଗଲା। ଏହି ଝିଅକୁ ଛାଡ଼ିଦିଅ। ସନ୍ନ୍ୟାସୀ ଶାନ୍ତ କିନ୍ତୁ ଦୃଢ଼ ସ୍ୱରରେ କହିଲେ। କାହିଁକି ବାବା? ଏବେ ଏହା ତୁମର। ଯଦି ତୁମେ ମୋତେ ଏତେ କଷ୍ଟ କରି ବଡ଼ କରିଛ, ତେବେ ତୁମେ କ'ଣ ମୋତେ ଏପରି ଛାଡ଼ିଦେବ? ଦ୍ୱିତୀୟ ବ୍ୟକ୍ତିଟି ବ୍ୟଙ୍ଗାତ୍ମକ ଭାବରେ କହିଲା। ଋଷିଙ୍କ ଆଖି କଠିନ ହୋଇଗଲା। ଯଦି ମୁଁ ଗୋଟିଏ ପାଦ ଆଗକୁ ବଢ଼ିବି, ତେଣୁ ଫଳାଫଳ ଖରାପ ହେଲା। ସେମାନଙ୍କ ମଧ୍ୟରୁ ଜଣେ ହସି କହିଲେ, ବାବା, ଆପଣ ଅହିଂସାର ପୂଜାରୀ।
ଆପଣ ଆମ ସହିତ କିପରି ଯୁଦ୍ଧ କରିପାରିବେ? ସନ୍ଥ କିଛି କହିଲେ ନାହିଁ। ସେ ଧୀରେ ଧୀରେ ତାଙ୍କ କମଣ୍ଡଳରୁ ପାଣି ଛିଞ୍ଚିଲେ ଏବଂ ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ। ହଠାତ୍ ଜଙ୍ଗଲରେ ଏକ ଅଦ୍ଭୁତ ପବନ ବହିବାକୁ ଲାଗିଲା। ଲୋକଙ୍କ ମୁହଁରେ ଏହା ଦେଖାଯିବାକୁ ଲାଗିଲା ଯେ ପବନ ଏତେ ଜୋରରେ ବହିଗଲା ଯେ ସେମାନଙ୍କର ପାଦ ସ୍ୱୟଂ ଚାଳିତ ଭାବରେ ପଛକୁ ଘୁଞ୍ଚିବାକୁ ଲାଗିଲା। କିମ୍ବା କ'ଣ ଘଟୁଛି? ସେମାନଙ୍କ ମଧ୍ୟରୁ ଜଣେ ଚିତ୍କାର କଲା। ସନ୍ନ୍ୟାସୀଙ୍କ ଆଖି ବନ୍ଦ ଥିଲା ଏବଂ ସେ କେବଳ ମନ୍ତ୍ର ଜପ କରୁଥିଲେ। ହଠାତ୍ ବିଜୁଳି ଚମକି ଉଠିଲା ଏବଂ ଜଙ୍ଗଲ ମଧ୍ୟ ଦେଇ ପ୍ରତିଧ୍ୱନିତ ହେଲା। 4 ଜଣ ପୁରୁଷ ଚିତ୍କାର କରି ଦୌଡ଼ି ପଳାଇଗଲେ। ଝିଅଟି ଆଶ୍ଚର୍ଯ୍ୟ ହୋଇଗଲା। ଏହା କ'ଣ ଥିଲା? ସେ ପଚାରିଲେ। ଋଷି ତାଙ୍କୁ ଚାହିଁଲେ। ଯେତେବେଳେ ମନ ପବିତ୍ର ହୁଏ, ପ୍ରକୃତି ମଧ୍ୟ ତାକୁ ରକ୍ଷା କରେ। ଏବେ ବିପଦ ଟଳିଗଲା। କିନ୍ତୁ ସନ୍ନ୍ୟାସୀ ଜାଣିଥିଲେ ଯେ ଏହା ଏକ ସ୍ଥାୟୀ ସମାଧାନ ନୁହେଁ। ସେମାନେ ଦୁହେଁ ପର୍ବତର ଆର ପାର୍ଶ୍ୱରେ ଥିବା ଏକ ଆଶ୍ରମରେ ପହଞ୍ଚିଲେ। ଜଣେ ବୃଦ୍ଧ ସନ୍ଥ ସେମାନଙ୍କୁ ସ୍ୱାଗତ କଲେ ଏବଂ କହିଲେ, ଏହି ଝିଅଟି ଆଶ୍ରୟ ଚାହୁଁଛି। ଦୟାକରି ତାଙ୍କୁ ଆପଣଙ୍କ ସୁରକ୍ଷାରେ ନିଅନ୍ତୁ। ଝିଅଟିର ଆଖି ଓଦା ହୋଇଗଲା। ତେଣୁ ତୁମେ ମୋତେ ଛାଡ଼ି ଚାଲିଯାଉଛ? ଋଷି ଏକ ଗଭୀର ନିଶ୍ୱାସ ନିଅନ୍ତି। ମୁଁ ଜଣେ ସନ୍ଥ। ମୋର ଜୀବନ ତ୍ୟାଗ ପାଇଁ ଏସବୁ ମୋ ପାଇଁ ନଥିଲା। କିନ୍ତୁ ପ୍ରକୃତିର ନିୟମରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଝିଅଟି ତାର ହାତ ଧରିଥିଲା। କିନ୍ତୁ ଏହି ପିଲାଟି ତୁମର ସନ୍ନ୍ୟାସୀ ମଧ୍ୟ ଟିକିଏ ହସି କହିଲେ, ଏହି ପିଲାଟି ଦୁନିଆ ପାଇଁ ଏକ ଉପହାର, ମୋର ନୁହେଁ। ତାକୁ ବାପାର ଆବଶ୍ୟକତା ନାହିଁ। ତାକୁ ଜଣେ ଭଲ ମାର୍ଗଦର୍ଶକ ଦରକାର। ତାଙ୍କୁ ଏହାର ଆବଶ୍ୟକତା ପଡ଼ିବ ଏବଂ ସେ ଆଶ୍ରମରେ ସେହି ପଥ ପାଇବେ। ଝିଅଟି କାନ୍ଦିବାକୁ ଲାଗିଲା। ଋଷି ତାଙ୍କ ଆଡ଼କୁ ଚାହିଁଲେ। ତାପରେ ଧୀରେ ଧୀରେ ତାଙ୍କ ବେକରୁ ରୁଦ୍ରାକ୍ଷ ମାଳ ବାହାର କରି ଝିଅଟିର ହାତରେ ରଖିଲେ। ଯଦି ତୁମେ ଆବଶ୍ୟକତା ଅନୁଭବ କରୁଛ, ତେବେ ଏହାକୁ ଖୋଜ ଏବଂ ତୁମେ ତୁମର ରାସ୍ତା ପାଇଯିବ। ଏହା କହି ସେ ବୁଲିପଡ଼ି ଜଙ୍ଗଲ ଆଡ଼କୁ ଚାଲିଗଲେ। ଝିଅଟି ତାଙ୍କୁ ଦେଖୁଥିଲା। ଯେ ପର୍ଯ୍ୟନ୍ତ ସେ ଘନ ଗଛ ଭିତରେ ଅଦୃଶ୍ୟ ହୋଇଗଲା। ସାଧୁ ତାଙ୍କ କୁଡ଼ିଆକୁ ଫେରିଗଲେ। କିନ୍ତୁ ସେଠାରେ ଆଉ ଶାନ୍ତି ନଥିଲା। ସେ ଗଭୀର ଧ୍ୟାନରେ ବସିଥିଲେ। କିନ୍ତୁ ତାଙ୍କ ମନ ସ୍ଥିର ନଥିଲା। ସେ ଠିକ୍ କହିଥିଲେ କି ସେ ତାଙ୍କ ପୁଅକୁ ପଛରେ ଛାଡ଼ିଯିବା ଉଚିତ ଥିଲା କି? କିଛି ବର୍ଷ ପରେ ଆଶ୍ରମରେ ଗୋଟିଏ ପିଲା ଖେଳୁଥିଲା। ତା ଆଖି ଜଣେ ଜ୍ଞାନୀ ଆଖି ପରି ଗଭୀର ଏବଂ ରହସ୍ୟମୟ ଥିଲା। ଝିଅଟି ପିଲାଟିର ମୁଣ୍ଡକୁ ହାତ ମାରି ଆକାଶ ଆଡ଼କୁ ଚାହିଁଲା। ସେ ଦିନେ ଫେରିବେ କି? କୌଣସି ଉତ୍ତର ମିଳିଲା ନାହିଁ। ଜଙ୍ଗଲର ଗଭୀର କୌଣସି ସ୍ଥାନରେ ଜଣେ ଋଷି ଧ୍ୟାନ କରୁଥିଲେ। ତାଙ୍କର ଆଖି ବନ୍ଦ ହୋଇଗଲା। କିନ୍ତୁ ତାଙ୍କ ଭିତରେ କୌଣସି ଗଭୀର ସ୍ଥାନରେ କୋମଳ ଭାବନା ଏବେ ବି ବଞ୍ଚି ରହିଥିଲା। ବନ୍ଧୁଗଣ, ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥିଲେ କମେଣ୍ଟ, ସେୟାର ନିଶ୍ଚିନ୍ତ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ।